ସଭାପତି ମହୋଦୟ, ମୋର ଛୋଟ ବଡ଼ ଝିଅ ଜୁଇଁମାନେ, ଆଜି ମୁଁ କିଛି କହିବାକୁ ଆସିଛି। ଦଣ୍ଡାୟମାନ ହେଇଛି, ଏ ବିରାଜମାନ ହେଇଛି। ଏଥିରେ ଦୋଷ ତ୍ରୁଟି କିଛି ରହିବାର ପ୍ରଶ୍ନ ଉଠୁନି, ସେଥିପାଇଁ ମାର୍ଜନା କରିବାର କୌଣସି ଆବଶ୍ୟକତା ନାହିଁ। ହେଲା କି ଧନ? ଚାଲ, ଦୋଷ ରହିଲେ ତ କଣ ମାର୍ଜନା କରିବେ, ଖାଲିଟାରେ କାହିଁ ମାର୍ଜନା କରିବେ? ଏଇଟା ଗୋଟେ DRS ଆମେ ନେଇଛୁ, ସରି ଆକାଉଣ୍ଟ ଗୋଟେ କରିଛୁ, ବୁଝିଲା? ମନେକର ଇଏ ଅଭିଷେକ ଜାଣି ଆଉ ଶୁଣି ତାଙ୍କ ଗାର୍ଲଫ୍ରେଣ୍ଡ ସହ ଦୁଇଟା ନାଁ, ଜଣଙ୍କ ନାଁ ଜାଣି ଆଉ ଜଣ ନାଁ ଶୁଣି, 4 ଜଣଙ୍କୁ ଜିନିଷ କ୍ରେଡିଟରେ ବିକିଥିଲା, ବୁଝିଲ ନା? ବାକିରେ ବିକିଥିଲା। ହେଲେ ଅଭିଷେକଙ୍କ ବାବା ସେ ଭଲରେ ଜାଣନ୍ତି ଅଭିଷେକ କୋଉ ପ୍ରକାର ଲୋକ ଆଉ ତାଙ୍କ ସାଙ୍ଗ କୋଉ ପ୍ରକାର ଲୋକ। ଅଭିଷେକଟା ଏଗଡ଼ ବେଲେ ତାଙ୍କ ସାଙ୍ଗ ଯାକ କେଡ଼ଡ଼ ହଉନଥିବେ ବୋଲି ହେଲେ ଭାବିକି ତାଙ୍କ ବାବା ଆଗରୁ ଗୋଟେ ଛୋଟ ବାକ୍ସରେ ହେଲା କେତେ ଲସ୍ ହେଇପାରେ ବୋଲି ଗୋଟେ ଅନୁମାନ କରିକି, କାହିଁକି ନା କ୍ରେଡିଟରେ ବିକିଲ, ବାକିରେ ବିକିଲ, ସାଙ୍ଗ ଯାକ ଏକ ନମ୍ବର ଡ୍ୟାସ୍ ଯାକ, ବୁଝଛ ଯାକ, ହେଲେ ଠକିଦେବେ ମୋଷ୍ଟ ପ୍ରବଲି ବୋଲି ବାବା ଭାବିକି ତାଙ୍କେ ଆଗରୁ ମନେକର କିଛି ଆମାଉଣ୍ଟ ସାଇଡ୍ କରି ରଖିଲେ। ହେଲେ କେତେ ଜିନିଷ ବିକିଲ? ତମେ କହିବ କି ଆଜ୍ଞା ପାଖାପାଖି ମୁଁ ଗୋଟେ 15,000 ଟଙ୍କାର ଜିନିଷ ବିକିଛି 4 ଜଣଙ୍କୁ। କେତେ ଜଣ କଣ ସେଇଟା କେତେ ପରେ 15,000 ଟଙ୍କାରେ ବିକି। ବାବା ଭାବିଲେ କି ଏମାନେ ଖାଲି ଟିକିଆ ଦେବେ ଆଉ ମେଜର ଗିଳିଦେବେ, ବୁଝିଲେ ନା? ବ୍ରହ୍ମପୁର ଲୋକ ଉଚ୍ଚତନ କଣ ଭାଇ ଆମେ ପଳଉଛୁ ନା ତମେ ପଳଉଛ? ପରେ ଦେଲେ ହବନି କ୍यों ଭାଇ ଏମିତି ବୋଲି ତାଙ୍କେ କହି ବୋଲ ହେଲା ନା? ସେମିତି କହିଲେ, ତାଙ୍କେ କଣ କହିଲେ, କାଲି ଆସିବ। କେବେ ଆସିବ କହିବେ? କାଲି। ତମେ ଆସନ୍ତା କାଲି ଯିବ। ତାଙ୍କେ କଣ କହିବେ? ତମେ ଆଜି ପଳେଇ ଆସୁଛ, ମୁଁ କେବେ କହିଲି ତମକୁ ଆସିବା ପାଇଁ? କାଲି। ପୁଣି କାଲି ଯିବ, ତାଙ୍କେ ପୁଣି କଣ କହିବେ? ମୁଁ ଆପଣ ସବୁବେଳେ ଆଜି ପଳଉଛ ତମେ, ମୁଁ କେବେ ଆସିବା କହୁଛି? କାଲି। ସେ କାଲିଟା କେବେ ଆସିବନି, ବୁଝଛ ଧନ? ସବୁବେଳେ ଏମିତି ହେଇ ହତାଶ ହେଇଯିବ ବୋଲି ବାବା ଆଗରୁ ଜାଣିଥିଲେ। ବାବା ଯେ ଆଗରୁ ଗୋଟେ 10,000 ଟଙ୍କାର ଗୋଟେ ରଖିଛନ୍ତି ବାକ୍ସ, ଜାଣିଛନ୍ତି ଲସ୍ ହେଇଯିବ ବୋଲି। ଏକ କୁଳଙ୍ଗାର ସାଙ୍ଗ ଯାକ ରଖି ପାଳି ବସିଛି, 10,000 ଟଙ୍କାର ଲସ୍ ହେଇଯିବ ମୋଷ୍ଟ ପ୍ରୋବାବଲି ବୋଲି ଆଗରୁ ସାଇତି କରି ରଖିଛନ୍ତି। ହେଇଛି କି ଧନ? ବାକ୍ସ। ହେଲେ ଦିନ ଆଇଲା ଯୋଉ ଦିନ ସେମାନେ ତମକୁ ଦେବାର ଥିଲା, ସେମାନେ ଦେଲେନି। ତମେ କାଲି 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 ହେଇକି ଲାଷ୍ଟକୁ, ବୁଝଛ ନା? କାନ୍ଦି 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 ବାବା ବାବାକୁ ଗଲ, ବାବା ବୋଲି କଣ କହିଲ? ଆଉ ଆମର ପିଲା କିଏ ଦେଇନାହାନ୍ତି। ବାବା କହିଲେ, ମୁଁ ଜାଣିଥିଲି ରେ ବାପା, ଆଗରୁ ଜାଣିଥିଲି ତୁ ଯୋଉ ଯୋଉ ସାଙ୍ଗମାନଙ୍କୁ ଉଦ୍ଧାର ଦେଇଛୁ ସେମାନେ କିଏ ବି ଦେବେନି, ବହୁତ କମ ଦେବେ, ବାକି ଯାକୁ ଗିଳିଦେବେ। ହେଲେ ତମେ କହିଲ କି ବାବା ଉଦ୍ଧାର କର। ହେଲେ ବାବା କହିଲେ ଗୋଟେ କାମ କରେ, ସେ ଯୋଉ ବାକ୍ସଟା ଅଛି ସେ ବାକ୍ସଟା ଓପେନ କରେ, ତୋ ପାଇଁ ରଖିଛି ଆଗରୁ। ମୁଁ ଜାଣିଥିଲି ଏକ ନମ୍ବର କୁଳଙ୍ଗାର ସାଙ୍ଗ ଯାକ ତମର ଠକିଦେବେ ପାକ୍କା। ବାକ୍ସଟା ଓପେନ କରୁ କରୁ, ବୁଝଛ ଧନ, ତମକୁ ଲକ୍ଷ୍ମୀ ଦୁଇଲେ ବିଜିଏମ୍ ବାଜିଲା। ଆମର ମାର୍ଗଶୀର ଯୋଉ ଝୁଟି ଝୁଟି ବୁଝିଲ ନା? ବିଜିଏମ୍ ଗୋଟେ ବାଜିଲା ନା ନା। ହେଲେ 10,000 ତମେ ଗଣିଲା ବେଳକୁ 10,000 ଥିଲା, ବୁଝଛ ନା? 500 ଟଙ୍କାର ଏଇଟା ଗୋଟେ 20ଟା ନୋଟ ଥିଲା। ଲସ୍ ତମର କେତେ ହେଲା ଜାଣିଛ ନା ଧନ? ଇଏ ଠକି ଦେଲେ 12,000 ଟଙ୍କାର ଠକିଦେଲେ। ଠକାମି କେତେ ହେଇଲା? 12,000 ହେଲା ନା? ପାକ୍କା ନା? ହେଲେ ପୁଣି ତମେ ଇଏ କଣ କରିବ? ପୁଣି କହିବ 10,000 ଦେଇଛନ୍ତି, ମତେ ଆଉ ଏକ୍ସଟ୍ରା 2,000 ଦରକାର, ମୋର 12,000 ଲସ୍ ହେଇଗଲା। ହେଲେ ବାବା କହିଲେ, ମୁଁ ଭାବିଥିଲି କୁଳଙ୍ଗାର ବୋଲି, ମୁଁ କେବେ ଭାବିନଥିଲି କି ମହାକୁଳଙ୍ଗାର ଯାକ ତମର ସାଙ୍ଗ ଯାକ ବୋଲି। ଆଉ 2,000 ଟଙ୍କା ତାଙ୍କେ କାଢିକି ଦେଇଛନ୍ତି। ଆଉ କେତେ 2,000 ଟଙ୍କା, ଆଉ କେତେ ଟଙ୍କା କାଢି ଦେଇଛନ୍ତି? 2,000 ଟଙ୍କା କାଢିକି ଦେଇଛନ୍ତି। ହେଲେ ଏଇଠି ଦେଖ, ଗୋଟେ ହଉଛି 12,000, ଗୋଟେ ହଉଛି 10,000, ଆଉ ଗୋଟେ ହଉଛି 2,000। ଏଇ ଦୁଶ୍ଚି ନା?
ବୁଝୁଛ ଧନ ଇଏ 10,000 ଯୋଉ ଆଗରୁ ସାଇତିକି ରଖିଥିଲେ କିଏ ତମର ଜନକ ବୁଝୁଛ ଧନ ଜନକ ହେଲେ କିଏ ପିତାଶ୍ରୀ ବୋପା ବୁଝିଲ ନା ହଁ ହଁ ତାକୁ କହୁଛନ୍ତି ପ୍ରଭିଜନ ବୁଝୁଛ ଧନ ତମର ଏ ଯୋଉ 12,000 ଟଙ୍କା କୁଳଙ୍ଗାର ମହାକୁଳଙ୍ଗାର ସାଙ୍ଗ ଯାକ ଯୋଉ ଠକି ଦେଇଛନ୍ତି ଏଇଟା ହଉଛନ୍ତି ବ୍ୟାଡ୍ ଡେଟ୍ ଶୁଣିଥିବ ବ୍ୟାଡ୍ ଡେଟ୍ ର ନାଁ ଗୋଟେ ତ ଶୁଣିଥିବ ହେଇଛି କି ଧନ ଏଇଟା ଯୋଉ ବୁଝୁଛ ଧନ ବାପାର ପଇସା ଆମ ବାପ ପଇସା ହେଲା ଆମ ପଇସା ନା ଆମ ବାବା କାହା ପାଇଁ ହଉଛନ୍ତି ଆମ ପାଇଁ ତ ହଉଛନ୍ତି ବୁଝିଲ ନା ସେଇଟା ମନେକର କଣ ଆସୁଛି ପ୍ରଫିଟ ଲସ୍ ବୋଲେ ବାବା ଗୋଟେ ଏକ୍ସଟ୍ରା ବୁଝୁଛ ଧନ ହେଲେ ଆମର ଯୋଉ ଏ ଆକାଉଣ୍ଟର ନାଁ ହିଁ ହଉଛି ପ୍ରୋଭିଜନ ଫର ବ୍ୟାଡ୍ ଡେଟ୍ ଏ ଆକାଉଣ୍ଟର ନାଁ ହିଁ ହଉଛି ପ୍ରୋଭିଜନ ଫର ବ୍ୟାଡ୍ ଡେଟ୍ ହେଲେ ପ୍ରୋଭିଜନ ଫର ବ୍ୟାଡ୍ ଡେଟ୍ ରେ ବାଇ ପ୍ରୋଭିଜନ ତ ଆସିବନି ନା ଆଗରୁ ସାଇତିକି ରଖିଛନ୍ତି ହେଲେ କଣ ଆସିବ ଆଜ୍ଞା ବାଇ ଓବି ଓପନିଂ ବାଲାନ୍ସ କିମ୍ବା ବାଇ ବାଲାନ୍ସ ବ୍ରଡ୍ ଡାଉନ୍ ଆଗରୁ କରୁଛନ୍ତି ଆଗରୁ ରଖିଛନ୍ତି ଜାଣିଛନ୍ତି 1 ନମ୍ବର ଡ୍ୟାଶ ଲୋକ ବୋଲି ଇଏ ନାଇଁ ତା ସାଙ୍ଗ ଯାକ ବୋଲେ କଣ ହେଲା ଏଇଟା ତାହେଲେ ଆମେ ଟିକେ ଯଦି ସାଇଜରେ ଗୋଟେ ପକେଇବା ଏଇଟା ହଉଛି PFBD ମାନେ ପ୍ରୋଭିଜନ ଫର ବ୍ୟାଡ୍ ଡେଟ୍ ଓପନିଂ ବାଲାନ୍ସ ଥିଲା କେତେ ଆଜ୍ଞା ଆଗରୁ ସାଇତିକି ରଖିଛନ୍ତି 10,000 ବ୍ୟାଡ୍ ଡେଟ୍ ହେଇଗଲା କେତେ ଆଜ୍ଞା 12,000 ବୁଝିଲ ଧନ ହେଲେ ଅଣ୍ଟିଲାନି ନିଅଣ୍ଟ ପଡିଲା ପୁଣି ବାବା ମାଗିଲ ବାବା କେତେ ଦେଇଛନ୍ତି ଏକ୍ସଟ୍ରା 2,000 ଯୋଉ ଏକ୍ସଟ୍ରା ଦେଇଛନ୍ତି ସେଇଟା ହଉଛି PL ବୁଝିଲ ଧନ ଏଇଟା 12,000 ଏଇଟା 12,000 ଟେଲି ପାକା ନା ଧନ ଏବେ ଟିକେ ବନ୍ଦ କର ଆମେ ଆଗକୁ ନେଇଯିବା ହେଲେ ଅଭିଷିକ୍ତ ହେଇକି ଯେତେବେଳେ ଦେଖିଲା କି ବାବାଙ୍କ ପାଖରେ ତ୍ରିଖାଳ ପଇସା ଅଛି କିଛି ଅସୁବିଧା ନାହିଁ ବୋଲେ କହିଲା ବାବାଙ୍କୁ ରେ ବୋପା ଛିଛି ଏମିତି କହିବାର ନାହିଁ ଆଜ୍ଞା ଜନକ ପିତାଶ୍ରୀ ମୁଁ ଭବିଷ୍ୟତରେ ମଧ୍ୟ ଏମିତି ହିଁ କେତେ ଜଣଙ୍କୁ କ୍ରେଡିଟରେ ନ ଦେବି ତ ମତେ ବିଜନେସ କରିବା ଟିକେ ଅସୁବିଧା ହବ କାହିଁକି ନା ଆମେ ଜାଣିଛୁ କ୍ରେଡିଟରେ ଦେଲେ ଲୋକେ ବେଶୀ ଆସିବେ କିଣିବା ପାଇଁ କ୍ୟାସରେ ଦେଲେ ସେତେ ନ ଆସିପାରନ୍ତି ଜେନେରାଲ ସେମିତି ଆଜ୍ଞା ଆମର ଲୋକ କଣ ଫ୍ରିରେ ମିଳିଲେ ଫିନାଇଲ ପିଇ ଦଉଛନ୍ତି ନା ଏମିତି ଆଉ କ୍ରେଡିଟ ଦେଲେ ହାତୀ ଘୋଡା ବି କିଣିଦେବେ ପରେ କଥା ପରେ ବୁଝିବା କଣ ଏବେ ଦରକାର ନା କଣ ଏମିତି କଷ୍ଟମରକୁ ଯଦି ମୁଁ ଆଟ୍ରାକ୍ଟ କରିବାର ଅଛି ମତେ କ୍ରେଡିଟରେ ହିଁ ଦେବାକୁ ପଡିବ ଲସ୍ ଟା ଟିକେ ଯେମିତି ହେଲେ ବିୟର କରିବାକୁ ପଡିବ ଆକା ବୋଲି ଆମର ଅଭିଷେକ୍ତ ହେଇଥିବା ବାବାଙ୍କୁ ସେ ପରାମର୍ଶ ଏବଂ ଉପଦେଶ ଦେଇଛନ୍ତି ବୋଲେ ତାଙ୍କର ବର୍ତ୍ତମାନ ଯୋଉ ନଷ୍ଟି କେତେ ହେଇଛି ନା ଆମର ପୁରୁଣା ଲେଖା ହିସାବରେ ଦେଖିବେ 12,000 ଆଉ ଅଭିଷିକ୍ତ ହେଇଥିବା ବାବାଙ୍କୁ କି ବାବା ଆପଣ ଏମିତି ଗୋଟେ କାମ କରିବେ କି ଏ ଲସ୍ ଟା ତ ଲସ୍ ଏବେ ତ ଆପଣ ଯାହା ସାଇତିକି ରଖିଛନ୍ତି ମୁଁ ନେକ୍ସଟ ପିରିୟଡରେ ଯେତେବେଳେ ବିଜନେସ କରିବି ମୋ ପାଖରେ ଆଗରୁ ହିଁ ମଜୁଦ ହେଇକି ଗୋଟେ 15,000 ଟଙ୍କା ଥିବ ବାକ୍ସରେ ଗୋଟେ 15,000 ଟଙ୍କା ମୋ ପାଖରେ ଥିବ ହେଲେ ବୋଲେ ମୋର ସପୋର୍ଟ ପାଇଁ ଗୋଟେ ବାକ୍ସରେ ଆପଣ ଯଦି ରଖିଦେବେ ହେଲେ ମତେ ଟିକେ ବିଜନେସ କରିବାରେ ଆଉ ଟିକେ ଶକ୍ତି ସାହସ ଉତ୍ସାହ ମିଳିବ ବୁଝିଲେ ନା ବୋଲେ ନେକ୍ସଟ ଇୟର ଷ୍ଟାର୍ଟ କଲା ବେଳକୁ ବାକ୍ସରେ ଯେମିତି 15,000 ଟଙ୍କା ଥିବ ଏବେ 10,000 ଦୁଶୁଛି ଆପଣ କହିଲେ ବୁଝିଲେ ନା ନେକ୍ସଟ ଇୟର ଷ୍ଟାର୍ଟ କଲା ବେଳକୁ ବୁଝିଲା ଧନ ମାର୍ଗଶିର ଗୁରୁବାର ଲକ୍ଷ୍ମୀଙ୍କର ବିଜୟମ ସହିତ ବୁଝିଲା ନା ଟିକେ ଆମେ ଆଉ ଏକ୍ସଟ୍ରା ବି ମତେ ଯେମିତି ସୁବିଧାର ଅଛି କେତେରେ ନା ନେକ୍ସଟ ଇୟର ଷ୍ଟାର୍ଟିଂ କଲା ବେଳକୁ 15,000 ଟଙ୍କା ବାକ୍ସରେ ଥିବାର ଅଛି ହେଲେ ନେକ୍ସଟ ଇୟର ଷ୍ଟାର୍ଟିଂରେ ଯଦି 15,000 ଟଙ୍କା ଥିବାର ଅଛି ଏଇ ଇୟର ଏଣ୍ଡରେ କେତେ ଥିବାର ଅଛି ସେ 15,000 ଆଜ୍ଞା ନେକ୍ସଟ ଇୟର ଷ୍ଟାର୍ଟିଂରେ ଯଦି 15,000 ଟଙ୍କା ଥିବାର ଅଛି ବୋଲେ ଏର ଏଣ୍ଡରେ କେତେ ଥିବାର ଅଛି ଧନ 15,000 ହେବ ନା ନାହିଁ ତାହେଲେ ସେ କହୁଛନ୍ତି 15,000 ଟଙ୍କା ବାକ୍ସରୁ ଦୁଶୁଥିବାର ଅଛି ବୁଝଛ ଧନ ଏଇଟା ହଉଛି OB କୋଉଟା 10,000 OB ଏଇଟା କିସ ହବ CB ସେଇଟା ଓପନିଂ ବାଲାନ୍ସ ହେଲେ ଏଇଟା କ୍ଲୋଜିଂ ବାଲାନ୍ସ ଏଇଟା ବିଗିନିଂ ହେଲେ ଏଣ୍ଡ ଏଇଟା ଆଦି ବେଲେ ସେଇଟା ଅନ୍ତ ବୁଝିଲ ଧନ ହେଇଗଲେ ବାବା ହନ୍ତ ସନ୍ତ ଏଇଠି ଆମର ବ୍ୟାଡ୍ ଡେଟ୍
ଦେଖିକି ଏଇଠି ବ୍ୟାଡ୍ ଡେଟ୍ ତ ବ୍ୟାଡ୍ ଡେଟ୍ ତା ବାଦେ ଆହୁରି 15,000 ଟଙ୍କା ରଖିବାର ଅଛି ବୁଝିଲ ତ ନା ହେଲେ ବୋପା ପକେଟରୁ କେତେ କାଢିବାକୁ ପଡିବ ଜାଣିବା କଥା ଯେ କି ଏଇଟା ଗୋଟେ ପାଠ ୟା ପାଇଁ ଅନନେସେସରି ଏତେ ଦୂର ସାଇକେଲ ପେଡାଲ ମାରିକି ଆସୁଛ ଏଥିରେ କି ଦରକାର ନାହିଁ ସରିଗଲା ଏଇଟା ହେଇଗଲା 27 ଏଇଟା ହେଇଗଲା 27 ଏଇଛି କି ଧନ ରାଇଟ୍ ମେନେ କରେ ବୋଲେ ମନେ କର ଓ ବି ହେଇଛି ମନେ କର 20,000 ବୁଝିଲ ତ ନା ବାବା ବଡ ଏବେ ଚାଲେ କି ବୁଝିଲ ନା ଇଏ ତ ଖାଲି ଉଡଉଛି ଖାଲି କ୍ରେଡିଟ ରେ 20,000 ଟଙ୍କା ରଖିଛନ୍ତି ଓ ବି ଓପନିଂ ବାଲାନ୍ସ ବିଗିନିଂରେ ଓପନିଂ ବାଲାନ୍ସ ଏତିକି ଆଉ ତମ ବାବାଙ୍କୁ କହିଦେଇଥିବ ଅଲରେଡି ଭାଇନା ଚିଚି ଭାଇନା କଣ ବାବାଙ୍କୁ ହଁ ବୋପାଲ 30,000 ଟଙ୍କା ରଖିଥିବ ଲାଷ୍ଟକୁ ଓପନିଂ 20,000 ଲାଷ୍ଟ ମାତ୍ର ତମେ 30,000 ଟଙ୍କା ରଖିଥିବ ସେତିକିରେ ହଉରେ ତୁ ଯାହା କହିବୁ କଣ କହିବା ହେଲା ନା ମୋର ବ୍ୟାଡ୍ ଡେଟ୍ ଏବେ ହେଇଗଲା ଜାଣିଛ ନା କେତେ ହେଇଗଲା ଜାଣିଛ 25,000 ଟଙ୍କା ବ୍ୟାଡ୍ ଡେଟ୍ ହେଇଗଲା ହେଲା ହେଲେ ବୋପା ପକେଟରୁ କେତେ କାଢିବି ଏଇଟା ଗୋଟେ ପାଠ ୟା ପାଇଁ ଅନନେସେସରି ସାଇକେଲ ପେଡାଲ କିଏ ମାରିକି ପ୍ରାୟ ସମସ୍ତେ ସାଇକେଲ ପେଡାଲ ମାରିକି ଆସୁଛନ୍ତି ପୁରା ଏତେ ପମ୍ପ ସରେଇକି ଖର୍ଚ୍ଚ କରିକି ଦେଇଛି ଦରକାର ହେଇଛି ଧନ ବୁଝିଲ ଧନ ହେଲେ ତା ମାନେ କଣ ଏଇଟା ଓ ବି ଏଇଟା ସି ବି ଏଇଟା ବି ଡି ଏଇଟା ପିଏଲ ଓ ବି ର ମାଇକିନା ସି ବି ଅଣ୍ଡର ମାଇକିନା ଗୋଟେ ଜାଗାରେ ରହୁନାହାନ୍ତି ଅଲଗା ଅଲଗା ଜାଗାରେ ରହୁଛନ୍ତି ଏପଟେ ଏଇଟା ଗୋଟେ ବିଡି ଏଇଟା ପିଏଲ ବ୍ୟାଡ୍ ଡେଟ୍ ଗୋଟେ ପିଏଲ ଗୋଟେ ସ୍କୁଲ ପାଠ ହେଲେ ଏମିତି ମନେ ରଖିବ କଲେଜ ପାଠ ହେଲେ ଭଲରେ ମନେ ରଖିବ ଏଇଟା ହଉଛି ପ୍ରୋଭିଜନ ଫର ବ୍ୟାଡ୍ ଡେଟ୍ ର ଗୋଟେ କଣ ଏଇଟା ହିସାବ ଆକାଉଣ୍ଟ ଏ ପ୍ରୋଭିଜନ ଫର ବ୍ୟାଡ୍ ଡେଟ୍ ହଉଛି ପ୍ରୋଭିଜନ ହଉଛି ଗୋଟେ ଲାଇବିଲିଟି ଟାଇପ ଆଉ ଲାଇବିଲିଟି ଆମେ ଜାଣିଛୁ ନ୍ୟାଚୁରାଲ ବାଲାନ୍ସ ହଉଛି କ୍ରେଡିଟ ଲାଇବିଲିଟି ର ନ୍ୟାଚୁରାଲ ବାଲାନ୍ସ ହଉଛି କ୍ରେଡିଟ ତାର ଜନ୍ମ କ୍ରେଡିଟ ରେ ସେଥିପାଇଁ ଆମେ ଓପନିଂ ବାଲାନ୍ସ କ୍ରେଡିଟ ରେ ରଖିଲୁ ବାଇ ବାଲାନ୍ସ ବ୍ରଟ୍ ଡାଉନ୍ କିମ୍ବା ବାଇ ଓପନିଂ ବାଲାନ୍ସ ବାଇ ବାଲାନ୍ସ ବ୍ରଟ୍ ଡାଉନ୍ ଲେଖିବ ଓପନିଂ ବାଲାନ୍ସ ଲେଖନି ବେଟର ହବ ବାଇ ବାଲାନ୍ସ ବ୍ରଟ୍ ଡାଉନ୍ ଲେଖିବ ବୁଝଛ ନା ତାର ଜନ୍ମ ତାର କ୍ରେଡିଟ ରେ ବଢିଲେ କ୍ରେଡିଟ କମିଲେ ଡେବିଟ ହେଲେ ବ୍ୟାଡ୍ ଡେଟ୍ ଲାଗି ଟିକେ ଶୋଷି ଦଉଛି ଏଇଟା ଆଉ ବ୍ୟାଡ୍ ଡେଟ୍ ହେବା ଲାଗି ଏଇଟା ଟିକେ କମିବ ନା ବାକ୍ସରୁ କାଢିବ ନା ବାକ୍ସରୁ କାଢିଲେ ବାକ୍ସରୁ କମିବ କମିବ ହେଲେ ବ୍ୟାଡ୍ ଡେଟ୍ ଲାଗି କମୁଛି ହେଲେ ବ୍ୟାଡ୍ ଡେଟ୍ କୋଉଠି ପଡିବ ଡେବିଟ୍ ରେ ପଡିବ କହୁନରେ ଦରକାର ନା ଆଉ ଓ ବି ଯଦି କ୍ରେଡିଟ ରେ ପଡିଛି ସି ବି ରେ ଡେବିଟ୍ ରେ ଆଉ ଇଏ ଯୋଉ ପ୍ରଫିଟ୍ ଲସ୍ ରୁ ଏକ୍ସଟ୍ରା ଆମକୁ ମିଳୁଛି ବୋଲେ ପ୍ରୋଭିଜନ ଟା ଟିକେ ବଢେଇଲା ଭଳିଆ ହଉଛି ପ୍ରୋଭିଜନ ଟା ଟିକେ ବଢେଇବାକୁ ହଉନି କି ବଢିଲା ଭଳିଆ ଆଉ ପ୍ରୋଭିଜନ ଟା ଲାଇବିଲିଟି ବଢିଲା ବେଳକୁ କଣ ହବ କ୍ରେଡିଟ ଏକା ହବ ସେଇ ଉଦ୍ଦେଶ୍ୟରେ ତମେ ଟିକେ ବୁଝିବ ହେଇଛି ଆଉ ଗୋଟେ ଛୋଟିଆ ବିଧାନକୁ ଗୋଟେ ଉଦାହରଣ ନେବା ବିଧାନକୁ ଇଡିଆଟି ଗିଞ୍ଜିଟା କାହିଁକି ଏତେ କାହିଁକି ସରିବା ତନ୍ବି କହିବ ଏଇଟା ହଉଛି ପ୍ରୋଭିଜନ ଫର ବ୍ୟାଡ୍ ଡେଟ୍ ର ହିସାବ ଓ ବି ମନେକର ଥିଲା 5,000 ସି ବି ମନେକର ଏ କହିଲା 8,000 ରଖିବ ବିଡି ମନେକର ହେଇଗଲା 7,000 କି 8,000 7,000 ଲେଖ ବୁଝଛ ନା ବେଲେ ବୋପା ପିଏଲ ରୁ କେତେ ରୁ କାଢିବେ 10,000 ଏକ୍ସାକ୍ଟଲି 10,000 କାଢିବେ 10,000 କାଢିଦେଲେ କାହିଁକି ନା ଟୋଟାଲ ହେଲା 15,000 ଏଇଠି ହେଇଗଲା 15,000 ଟୋଟାଲ ଆଜ୍ଞା 10,000 କାଢିଦେଲେ ନା ନାଇଁ ହେଇଛି ନା ହଁ ସରିଲା ଏବେ ପୁରା କ୍ଲିୟର ତ ସମସ୍ତଙ୍କୁ ନା ଅସୁବିଧା କିଛି ନା ତୁ କହିବୁ ଗୋଟେ କ୍ଲିୟର ତ ନା ବିଧାନ କହିବୁ କ୍ଲିୟର କଣ କହୁଛୁ ରେ ହଁ ଭେରି ଗୁଡ କ୍ଲିନିକାଲ କ୍ଲିୟର ତ ସ୍ପ୍ରାଇଟ୍ ତ ସ୍ପ୍ରାଇଟ୍ ବୋଲେ କ୍ଲିୟର ବୁଝଛ ନା ହଁ ହଁ ରାଇଟ୍ ହଁ ଚାଲ ତିରୁପତିରେ ଗୋଟେ ମହାପୁର ଅଛନ୍ତି ନା କଣ କହିଲ ତ ମହାପୁରଙ୍କର ବାଲାଜୀ ତାଙ୍କୁ ଆଉ ଗୋଟେ ନାଁ ବି କହୁଛନ୍ତି ତେଲୁଗୁରେ କଣ କହୁଛନ୍ତି ଆରେ ତିରୁପତିରେ ତାଙ୍କୁ ତେଲୁଗୁରେ କଣ କହୁଛନ୍ତି ତାକୁ ତମର ହଁ ବୁଝିଲ ତମର ସାର୍ ଜଣେ ଅଛନ୍ତି ବୁଝିଲ ନା ସେ କହିଲେ ଥରେ ସାର୍ ଏତେ ତ ସହଜ ହେଇନଥିବ ଏତେ ସହଜ ତ ପୁରା ବୁଝିଲ ନା ଚେରିଟେବୁଲ ବି ସେ ଲେଖିକି ପାସ୍ ହେଇଯିବେ ହେଲା କି ଧନ କିଛି କିଛି ଟିରିକି ଥିବ ଟିରିକି ମାନେ ଟ୍ରିକି ଜିନିଷ ଟିକେ ଥିବ ଭଲ ଲାଗିବ ନହେଲେ ଚ୍ୟାଲେଞ୍ଜ ନହେଲେ
କୁକୁର ବିଲେଇ ଲାଇଫ୍ ହେଇଯିବ। ମଣିଷ ହେଲେ ଟିକେ ଚ୍ୟାଲେଞ୍ଜ ରହିବାର ଅଛି, ବୁଝିଗଲା ନା। ସବୁବେଳେ ଖାଲି ହମ୍ ସାଥ ସାଥ ହେ ଜନ୍ମ କି ଏମିତି ଗୀତ ସେଇ ସିନେମା ଦେଖିବ ବୋଲି ବାଇ ହେଇଯିବ। କଣ କଣ ସିନେମା ଦେଖିବାର ଅଛି ବୁଝିଲା, ଧୁରନ୍ଧର ବୁଝିଲା ନା, ଏଇ ଗୀତ ଦେଖିବ ଭଲ ଲାଗିବ ନା କଣ କହୁଛ? ଟିକେ ଆଗକୁ ଯିବା। ମେନ୍ କର ମାନେ ମନେ କର, ଗତ ବର୍ଷର ଡେଟାରେ ଥିଲେ 50,000, ଗତ ବର୍ଷର ଡେଟାରେ ଥିଲେ 50,000, ଗତ ବର୍ଷରେ ଡେଟା ଥିଲେ 5,000, କେତେ 5,000 ବୁଝଛ ନା। ଗତ ବର୍ଷରେ ପ୍ରାଇଭେସନ୍ ଥିଲା, ପ୍ରାଇଭେସନ୍ 5,000, ଗତ ବର୍ଷରେ ଡାଟାରେ ଥିଲେ କେତେ 5,000, ଗତ ବର୍ଷରେ ପ୍ରାଇଭେସନ୍ ଥିଲା କେତେ ନା 5,000, 5 ବୁଝିଲେ। ହେଲେ ଗତ ବର୍ଷର ଲାଷ୍ଟକୁ ସେଇଟା ବେଲେ ଏ ବର୍ଷର ବିଗିନିଂ। ହଁ ତ ଆମେ କ'ଣ ଲେଖିବା? ବାଇ ବାଲାନ୍ସ ବିଡି ଆଦଲ ବିଡି କହୁଛ, ସିଗାରେଟ୍ ବିଡି, ସିଗାରେଟ୍ ବିଡି ଗୁଟଖା ତମ୍ବାଖୁ ଏସବୁ ଜିନିଷ ଯାକ ସେହତ ମାନେ କ'ଣ କ'ଣ କରୁଛନ୍ତି, ସ୍ୱାସ୍ଥ୍ୟ ପାଇଁ ହାନିକାରକ। ବିଡି ପୁଣି ବିଡି ହଉ ଚାଲ, ହଁ ନା କହୁଛି ହଉ ହେଲା ନା, ନା କହୁଛି 5,000 ହେଇଛି ନା ନାଇଁ, ନା କ'ଣ କହୁନ? ରାଇଟ୍ ନା ପାକ୍କା ନା? ହେଲେ ଏ ବର୍ଷ ୟାର ଟିକେ ଉନ୍ନତି ହେଇଛି, କାର ଅଭିଷେକର ଉନ୍ନତି ହେଇଛି। ସେ କହୁଛି ଆଜ୍ଞା ଏ ବର୍ଷର ମୋର କ୍ରେଡିଟ୍ ସେଲ୍ସ ଯୋଉ ଅଛି 70,000, ବୋଲେ ଡାଟା 70,000 ହେବେ କି ନାଇଁ? ବୁଝଛ ଧନ କହୁନରେ ଏ ବର୍ଷର 70,000 ହେବେ। ସେ କହିବ ମନେ କର ଆଜ୍ଞା ଗତ ବର୍ଷରେ ଯୋଉ ରେସିଓରେ ଆପଣ ପ୍ରୋଭିଜନଟା ପକେଇଲେ ଏ ବର୍ଷରେ ମଧ୍ୟ ସେଇ ରେସିଓରେ ପ୍ରୋଭିଜନ ପକେଇବାକୁ ପଡିବ। ଗତ ବର୍ଷରେ ଯୋଉ ରେସିଓରେ ଆପଣ ପ୍ରୋଭିଜନ ପକେଇଥିଲେ ଏ ବର୍ଷରେ ମଧ୍ୟ ଡାକ୍ତର୍ସ ଉପରେ ସେ ରେସିଓରେ ହିଁ ଆପଣ କିସ ସେ ପରସେଣ୍ଟେଜ ହିଁ ପ୍ରୋଭିଜନ ପକେଇବାକୁ ପଡିବ। ବୋଲେ କି ଜାଣିବା ଗତ ବର୍ଷର ପରସେଣ୍ଟେଜ ଜାଣିବା, ପରସେଣ୍ଟ ଜାଣିପାରିବ କି ଜାଣିବା 5,000 10% 1% ହବ କାହିଁକିନା ଦୁଇଟା ଶୂନ କଟିଲା ପରେ ନାଇଁ ଗୋଟେ ଶୂନ କଟିଲା, ଏ ଭେରି ଗୁଡ, ହେଲେ 10% ଆগে ହବ ଆମର। ଭେରି ଗୁଡ, ଆମର ବିଭୁ କହିହବନି, ବିଭୁ ଭୂ ମାନେ ଭୂମି, ବି ମାନେ ବେଷ୍ଟ, ବୁଝଛ ନା। ବେଲେ ନାଇଁ ନା ଏମିତି କହୁଛି ବେଲେ 50,000 5,000 ଉପରେ 5,000 କେତେ ପରସେଣ୍ଟ ଧନ 10%। କେମିତି କ୍ୟାଲକୁଲେଟ୍ করে ଜାଣିଛ ତ? 5,000 ଡିଭାଇଡ୍ ବାଇ 50,000 ସିଧା ସିଧା ପରସେଣ୍ଟେଜ ମାରିବ। 5,000 ଡିଭାଇଡ୍ ବାଇ 5,000 ସିଧା ସିଧା ପରସେଣ୍ଟେଜ ମାରିବ, ବୋଲେ ଏକାଥରେ 10% ବାହାରି ପଡ଼ିବ। ସେଇ 10% ୟା ଉପରେ ଲଦିବାର ଅଛି, କାହା ଉପରେ? ଏବେ 70,000 ବୋଲେ କେତେ ହବ? 7,000 ହବ। ପାଟି କହୁନୁ କେତେ ହବ? 10% ହେଲେ ଗୋଟେ ଜିରୋ କଟିବ, 2 ବେଲେ ସିବିଡି କେତେ ହବ? 7,000। ସମାନ ଲେଖୁନୁ ରେ ମାଷ୍ଟର ହେଇକି ଗିଞ୍ଜି କରି ଲେଖୁଛୁ କ'ଣ? ସାଇଜ ଲେଖିଥାନ୍ତ ନା। ହଉ ଏମିତି ନା ନାଇଁ ତମେ ସେମିତି ଭାବୁଥିବ ପରା, ହେଲେ ନାଇଁ ଭାବୁନଥିବ। ଲୋକେ ଯିଏ ଦେଖୁଛନ୍ତି ସେ ଯଦି ଭାବୁଛନ୍ତି ଭାବିଲେ ଆଉ କ'ଣ କରିବେ। ଚଲ 5,000 7,000 ବୁଝଛ ତମେ ରାଇଟ୍ ନା। ବ୍ୟାଡ୍ ଡେଟ୍ ଗୋଟେ ହେଇଗଲା ବୋଲ, ଆଉ ବ୍ୟାଡ୍ ଡେଟ୍ ନହେଲେ ଜୀବନରେ ମଜା କି? 4 ଜଣ 4ଟା କଥା ନ କହିଲେ, ଆମ ବିଷୟରେ 4 ଜଣ ନାଇଁ ନଥିବା କଥା ନ କହିଲେ, ଇନସଲ୍ଟ ନ କଲେ ମଜା ନାହିଁ ଜୀବନରେ। ଏମିତି କରିବାର ଅଛି। କ'ଣରେ ତୁ କିଛି କାମ ମାନେ ବେକାର ବାୟାଟା 4 ଜଣ କହିଲେ ଆମକୁ ସେତେବେଳେ ଗୋଟେ ଇନ୍ସପାୟାରିଂ ଲାଗିବ, ଆମେ କ'ଣ କରିବାକୁ ପଡ଼ିବ। ସମସ୍ତେ ଖାଲି ତାରିଫ କଲେ କିଛି ଭଲ ଲାଗିବ। ତୁ ଗୋଟେ 1 ନମ୍ବର ଗତଟାରେ ବୋଲେ କିଏ ଗୋଟେ କହିବ ବୋଲେ ଆମକୁ ଟିକେ ଇନ୍ସପାୟାରିଂ ଲାଗିବାର ଅଛି ନା ନା, ନା କ'ଣ କହୁଛୁ? ଭେରି ଗୁଡ୍। ବୋଲେ ମନେ କର ବ୍ୟାଡ୍ ଡେଟ୍ ହେଇଗଲା 8,000, ବ୍ୟାଡ୍ ଡେଟ୍ ହେଇଗଲା ନା କ'ଣ କହୁନ ପାକା ନା, ମନେ କର ହେଲା ନା। ବେଲେ ଭେରି ଗୁଡ୍ ବାଇ ପ୍ରଫିଟ୍ ଲସ୍। ଅସୁବିଧା କିରେ ଧନ କାହିଁକି ଏଇଟା 15,000 ହେଇଛି ନା? ଅସୁବିଧା କିରେ ପାକା ତ ରାଇଟ୍ ନା। ଆଉ ଗୋଟେ ବିଧାନକୁ ଭଲ ଲାଗିବ ନା କଷ୍ଟ ଅଛି? ଏଇଟା ଧର ୟାକୁ ଧର ଦେଇଦଉନ, ବିଚାରା ସେତେବେଳେ ଧରିଛ ତୁମେ ନା ଚଳିବ ନା। आसमान से टूटा हुआ तारा, कमान से निकला हुआ तीर और मर्द की जुबान से निकली हुई बात कभी पीछे नहीं हटती और मर्द को कभी दर्द नहीं होता। वेरी गुड। ये सब डायलॉग है मोर
ಡೈಲಾಗ್ ಜಾಗ ಸತ್ತು ಹೋದ ಈಗ ಬುದ್ರಣ್ಣ ಬರ್ತಲೋ ಕೂಡ ସବୁ ಡೈಲಾಗ್ ಬುದ್ರಣ್ಣ ଏମିତି ନା ହଉ 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 କାହିଁ ଧନ ମତେ କହିବ ଲାଷ୍ଟ ଇୟର ଆମର ଡେଟର୍ସ ଥିଲେ ଆଜ୍ଞା 40,000 ଯୋଉ ରାଣକୁ ସେଇ ରାଣ ଯୋଉ ରାଣକୁ ସେଇ ରାଣ 40,000 ଡେଟର ଥିଲେ ବୁଝିଲ ଧନ 1,000 ଆଉ 2,000 ପକେଇବା ମେନ୍ କରି 2,000 ଆମର ପ୍ରୋଭିଜନ ପକେଇଲା ଲାଷ୍ଟ ଇୟର 40,000 ଡେଟର କୁ ପ୍ରୋଭିଜନ ପକେଇଲୁ 2,000 ବୁଝଛ ଧନ এটা লাস্ট ইয়ার ক্লোজিং টা বেলে কি সব बाय बैलेंस रोड देखल ना चल गोटे वीडियो गुनी ଆଉ ବୁଝିଲି ଏଇ ଚିହ୍ନ ଧନ ବଡ ଚାଲିଲା ଗିଟାରେ ବାପା କୁମୁଟା ମୁଁ ବାଇଲେ ଚାଲିକି ଇଏ ହେଇଲା ହଉ ହଉ ଚାଲୁ ହେଲା ନା ଏ ମୋ ସୁନାଟା ଏ ଭେରି ଗୁଡ୍ ଚାଲ ହେଇଛି ନା ଧନ ଏ ବର୍ଷ କେତେ ଜାଣିଛ ନା ବାବୁ ଏ ବର୍ଷରେ ୟାର ଟିକେ ଉନ୍ନତି ହଉଛି ନା ନାଇଁ କହିଲ ସାଙ୍ଗଟାର ଉନ୍ନତି ନହେଲେ ଭଲ ଲାଗିବ କି ଉନ୍ନତି ହଉଛି ଏ ବର୍ଷ ୟାର 50,000 ହେଲା ଡେଟର ମାନେ କ୍ରେଡିଟ ସେଲ୍ସ 50,000 ହେଲା ବୋଲ ନା 60,000 କରିଦେ 60,000 କରିଦେ ଲେଖା ଛିଟି ଭଲ ଲାଗି 60,000 କରିଦେ ଆଉ ଗୋଟେ ଏକ୍ସଟ୍ରା 10,000 ମାର ବୋଲେ ଏ ବର୍ଷର କ୍ଲୋଜିଂ ବାଲାନ୍ସ କେତେ ହବାର ଅଛି ବୋଲେ କେମିତି କ୍ୟାଲକୁଲେଟ କରିବ ଫାଷ୍ଟ ପରସେଣ୍ଟେଜ ମାରିବ କୋଉଟାର 40,000 ମାର କେତେ ହଉଛି 5% ହଉଛି ୟା ଉପରେ କେତେ ହବ ଜାଣିବା କଥା ଯେ କେ ଟୁ ବେଲେ ସି ବେଡି ପୁଣି ଦେଖେ ପୁଣି ଗେଞ୍ଜିଲା ମାଷ୍ଟରଟା ଏ କି ବାୟା ମାଷ୍ଟରଟା ଏମିତି ଗିଞ୍ଜୁଛି ବୋଲି ଲୋକେ ଯୋଉ ଭାବୁଥିଲେ କଣ ଅଛି ଆମେ କିଏ ଭାବିବାକୁ କିଏ ମନ କରିପାରିବୁ କିରେ ଭାବିଲେ ଭାବନ୍ତୁ ମୁଁ କେ ଭାବିନଥିଲି କି ତୁ ଏମିତି ହବୁ ବୋଲି ମୁଁ କଣ କହିଲି ତାକୁ ତୋତେ ଭାବିବାକୁ କିଏ ମନା କଲି ରେ ନା ମନା କରିଛି କି କିଏ ଗୋଟେ ତମେ କହିବ ମୁଁ କେ ଭାବିନଥିଲି ତୁ ଏମିତି ହବୁ ବୋଲେ ତମେ କହିବ ମୁଁ ତମତେ ଭାବିବାକୁ କେବେ ମନା କଲି ଭାବୁଥା ଆଉ ଗୋଟେ ଯିବା ନା ବ୍ୟାଡ୍ ଡେଟ୍ ମେନିକରେ 6,000 ହେଇଛି ଏମିତି ରାଣ୍ଡମଲି ପକେଇଦେଲି 6,000 ମନେକର ହେଇଛି ତ 7 ଏଇଟା ଗୋଟେ ପାଠ ହେଇଛି ନା ଧନ ଭେରି ଗୁଡ ହେଲେ ଏଇଟା ଟିକେ ତମେ ବୁଝିଲା ଭଳିଆ ଲାଗୁଛି ହେଇଛି ଧନ ଆଉଟେ ଷ୍ଟପ୍ ଷ୍ଟାର୍ଟ କଥାରେ ଅଛି ମାନେ ଯୋଉ ଡାଟା ଯାକ ଟିକେ ଡାଉଟ୍ ତା ଉପରେ ଏକା ପ୍ରୋଭିଜନ ପକେଇବ ଯୋଉ ଡାଟା ଉପରେ ଡାଉଟ୍ ତା ଉପରେ ଏକା ପ୍ରୋଭିଜନ ପକେଇବ ଯୋଉ ଡାଟାର ପୁରା ଅଲରେଡି ଠକି ଦେଇଛନ୍ତି ଜାଣି ଦେଇଛୁ କନଫର୍ମ ବୋଲି ତା ଉପରେ ପ୍ରୋଭିଜନ ପକେଇବ ନାହିଁ କାହିଁକି ଅଲରେଡି ବ୍ୟାଡ୍ ଡେଟ୍ ତା ଉପରେ କୋଉ ଡାଉଟଫୁଲ ଏଇଟା ହଉଛି ପ୍ରୋଭିଜନ ଫର ଡାଉଟଫୁଲ ଡେଟ୍ସ ଡାଉଟଫୁଲ ଏକା ଡାଉଟଫୁଲ ହେଲା ଏକା ତା ଉପରେ ପ୍ରୋଭିଜନ ଟା ପକେଇବ ଅଲରେଡି ବ୍ୟାଡ୍ ବୋଲି ଯଦି କହିଦେଲା ଆଉ କି କଣ ନା ଇଏ ବଞ୍ଚିବାକୁ ନା ଡାଉଟ୍ ତାମାନେ କଣ ବଞ୍ଚିଛି ନା ନାଇଁ ଅଲରେଡି ବଞ୍ଚିଛି ନା ବଞ୍ଚିଥିଲେ ହିଁ ଭବିଷ୍ୟତରେ ବଞ୍ଚିବ କି ନା ଡାଉଟ୍ ବୋଲି କହିବ ଉଚ୍ଚ ଧନ ଅଲରେଡି ଶ୍ମଶାନରେ କାଠ ଉପରେ ଶୋଇଛି ବୁଝିଲ ନା ପୋଡା ହଉଛି ଏ ବଞ୍ଚିବ କି ନା ଡାଉଟ୍ ହେଲେ କହିବ ନା କଣ ଅଲରେଡି ଆକାଉଣ୍ଟ କ୍ଲୋଜ ବୁଝଛ ନା ନାଇଁ ହେଇଛି ନା ଧନ ନା କହୁଛି କଦର୍ଯ୍ୟ ଭାଷାରେ ଏମିତି କହୁଛି ନା ତାମାନେ କଣ ହଉଛି ଆମେ ଡାଉଟଫୁଲ ଡେଟ୍ସ ଉପରେ ଏକା ଆମେ କିସ ପ୍ରୋଭିଜନ ଟା ପକେଇବୁ ଏବେ ଦେଖିବା ଗତ ବର୍ଷ କଣ ହେଇଥିଲା ଜାଣିଛ ନା ଯୋଉ ରାଣକୁ ସେଇ ରାଣ ଗତ ବର୍ଷରେ 40,000 ଡେଟର ଥିଲେ ତତେ 40,000 ଛଡା 50,000 ଛଡା ଆଉ କିଛି ଜୁଟୁନି କିରେ ଆଉ କି ମାଷ୍ଟର ହେଇଛୁ ବୋଲି ସେ ଜଣ ଭାବି ପାରନ୍ତି ଭାବିଲେ ଭାବନ୍ତୁ ମୁଁ କଣ କରିବି 1,000 ଟଙ୍କାର ପ୍ରୋଭିଜନ ଥିଲା 1,000 ଟଙ୍କାର ପ୍ରୋଭିଜନ ଥିଲା ପ୍ରାୟ 2.5% ପ୍ରାୟ କଣ ଏକ୍ଜାକ୍ଟଲି 2.5% 2.5% ର ପ୍ରୋଭିଜନ ଥିଲା 1,000 ଟଙ୍କାର ପକେଇଲି ଏ ବର୍ଷ କିସ ହେଲା ଜାଣିଛ ନା ଯୋଉ ରାଣ ସେଇ ରାଣ 60,000 ଏ ଦେଖି 60,000 କହୁଛି ୟାକୁ ଏ ଦିଟା ଫିଗର ଛଡା କିଛି ଜୁଟୁନି କି ମାଷ୍ଟର କିଛି ହଉ 66,000 କରିଦା 66,000 ଡେଟର ଥିଲେ 66,000 ଡେଟର ଥିଲେ କିନ୍ତୁ ତା ଭିତରୁ 6,000 କନଫର୍ମ ବ୍ୟାଡ୍ ଅଲରେଡି ଭଗବାନଙ୍କୁ ପ୍ୟାରା ହେଇଗଲେ ମାନେ ନା ବ୍ୟାଡ୍
बुझछ त न ता ऊपर आम प्रोविजन पकेबो कि आम क्या प्रोविजन पकेबो भेरी गुड बेले 6000 जो आम भगवान को प्यारा हेले तांको काटी देकी बाकी 60000 पकेबो ना किस कौच पक्का ना बेले 60000 ऊपर 2.5% पड़ियो 60000 ऊपर 2.5% ले केते 1500 पड़ियो मु कहि देले जनरली हे जाउची देवरा मागी देले कहिला बेले मु कहि देले हे गेला बेले तो ओबी एटा सीबी उच्च धन राइट ना तो ये बैड डेट केते ए बैड डेट एटा सी पहले हमर एपटे 6500 नहीं कि धन 6500 पीएल असुविधा किसी हे जिवो तो मेन कर माने मन कर से जदि कहबो कि आज्ञा 66000 डेटर थिले जे फर्दर बैड डेट 6000 ऑलरेडी हेइथिबा बैड डेट 4000 फर्दर बैड डेट 6000 ऑलरेडी हेइथिबा बैड डेट 4000 बेले ता माने कोन 4000 ऑलरेडी बैड डेट हेइकी कट्टी की 66000 अछि से ऑलरेडी हे जाइथिबा बैड डेट हमरो डेटर्स काटिबो नाही कहिना ऑलरेडी सेटा अकाउंटेड फॉर ऑलरेडी सेटा कटा हे जाइछि ऑलरेडी सेटा कटा हे जाइछि कटा हेला पर आ काटिबो नाही बुझिरा न एटा हां तो 66000 ऑलरेडी सेटा एडजस्ट हे जाइछि माने ऑलरेडी कटा हे जाइछि कोटा काटिबो जो फर्दर बैड डेट बोली कहिबो एडिशनल बैड डेट जली कहिबो एक्स्ट्रा बैड डेट एमिति कोन जदी कहिबो सेटा ही काटिबो काटि के केते पकेबो 60000 तापर जहा 2.5 हेले एठी एडो 6000 तो आसची प्लस ऑलरेडी गोटे बैड डेट हे सारथियो जो ऑलरेडी हे 4000 दीटा जक पळाइ डेटर्स रो फर्दर बैड डेटा काटियो किंतु एपटे दी बैड डेट जक पळाइ बेले केते हैला एटा 10000 10500 पळाइबो एडी हेछि ना ना टिकडी किछि किछि कोटा डेटर्स रो काटिबो एडिशनल फर्दर एक्स्ट्रा आ जोटा ऑलरेडी हे सारिछि सेटा कटा बनी किंतु पड़ी हेछि धन्न भल लागला ना टिकडी रेडी अच्छा हेले केबे किंती बैड डेट सहित डिस्काउंट भी मिसी जाउछ बैड डेट सहित डिस्काउंट आम डिस्काउंट भी डाटा वैल्यू करछ ना जल्दी पेमेंट हमको मिलिया पई टिके जल्दी दे देले डिस्काउंट दबो को पिला दिन पड़छ डिस्काउंट बुझला ना बैड डेट सहित डिस्काउंट गोटे घड़ी गोटे हे जाइछ ओडिया रे कहछ ना घड़ी के जीव सांग ओडिया कहछ घड़ी हेल कहछ डिस्काउंट बैड डेट रो घड़ी बोलो हला ना हेले ऑलरेडी हे जाइथिबा बैड डेट ऑलरेडी हे जाइथिबा डिस्काउंट एटा कटिबो की ना फर्दर बैड डेट पुर धेर डिस्काउंट ए दिटा सेते ही मन रखिथिबो पुर धेर बैड डेट पुर धेर डिस्काउंट आबे सॉरी फर्दर बैड डेट फर्दर डिस्काउंट कटिबो हे जे धन ऑलरेडी हे जाइथिबा बैड डेट ऑलरेडी हे जाइथिबा डिस्काउंट कटिबो नाही हेले एटी कोन एटा हमर प्रोविजन फॉर बैड डेट एटा कोन अछि प्रोविजन फॉर बैड डेट बुझिला धन ना कोन कहउछ हेले लास्ट ईयर मन करो आ 40000 आ 20000 पक्का चला 20000 टार बैड डेट हितला तार मन करो ए 20000 टार डेटर्स थिले तार मन करो केते पक्का ओडे केते तुमको मोय 2000 पक्का दा सुविधा रे हिजो मते जेंति सुविधा रे सुबुद्धि मिल गले ओ भाई चांदी सुबुद्धि सुंदर टा नहीं वाइफ टा मेरा मानने पड़ियो मु एका किंदी बडे बायल होछि ना से मत सुंदर टा ना कहूची कहिछ न हां पक्का ना एले केतला 20000 हमर डेटर 2000 हमर प्रोविजन थिला बुच्च बाबू सो ओपनिंग बैलेंस 2000 हैला कोन रे ए वर्ष रे कोन जानछ ना डेटर्स थिले मन कर 35000 ऑलरेडी बैड डेट हे गला मन कर 3000 ऑलरेडी डिस्काउंट हे गला मन कर 3000 एटा कटि गेल
एबे फर्दर बैड डेट होची आउ 3000 बोलो फर्दर डिस्काउंट अच्छे आउ 2000 बोलो कटिबो ना नहीं तीटा जा कटिबो बोले केते हला एडा 30000 एटा फर्दर बैड डेट फर्दर डिस्काउंट हेची धन 30000 या ऊपर केते पड़ियो 10% ले केते हबो 3000 ऑलरेडी बैड डेट हे सारथिला केते 3000 फर्दर बैड डेट हला केते 3000 टोटल बैड डेट केते पड़ियो 6000 हेले एठी अब डिस्काउंट पड़िबोनी काहे कि एटा प्रोविजन फॉर बैड डेट एटा बैड डेट पे प्रोविजन एटा बैड डेट पे प्रोविजन जदियो फर्दर डिस्काउंट हम काटिले मध्य एटी डिस्काउंट पड़िबोनी काहे कि एटा प्रोविजन ता का पई बैड डेट पे बुझियो न प्रोविजन फॉर बैड डेट एला जे फर्दर डिस्काउंट कटियो किंतु एठी आउ पड़िबोनी खाली बैड डेट पुराना बैड डेट नुवा बैड डेट तीटा मिसी पड़िबो केते हबो धन 7000 पीएल 7 हेची ना धन वेरी गुड हेले तमे कहबो कि आज्ञा प्रोविजन फॉर बैड डेट हेले प्रोविजन फॉर डिस्काउंट हेले थाउची कि आपण जेंति बैड डेट काटला वाले डिस्काउंट भी काटथिले जेंति प्रोविजन फॉर डिस्काउंट भी थाउची कि हां रे प्रोविजन फॉर डिस्काउंट भी थाउची प्रोविजन फॉर डिस्काउंट भी थाउची बुझछ त न एबे जे प्रोविजन फॉर बैड डेट है एटा का ए प्रोविजन फॉर डिस्काउंट भी थाउची हेले प्रोविजन फॉर डिस्काउंट कोन तार भी सेम है यार आको एटी एटी हां हो द प्रोविजन फॉर डिस्काउंट भी थाउची सेम प्रोविजन फॉर डिस्काउंट या भलिया ही ओ भी बुझछ त न मने करे से कहितो लास्ट ईयर मने करो केते गोडे 30000 पक्का चला लास्ट 30000 ହେଲା କି ଏଇଟା କୋଉଟା ଲାଷ୍ଟ ଇୟର କେତେ ପ୍ରୋଭିଜନ ଫର ଡିସକାଉଣ୍ଟ ମନେ କର यार 1000 ଟା ଥିଲା ବୋଲ ପ୍ରୋଭିଜନ ଫର डिस्काउंट डिस्क 1000 ଥିଲା ବୋଲ ଓ ବି 1000 ପକ୍କା ନା 1000 ଥିଲା ଲାଷ୍ଟ ହେଲେ सीबी ଆମେ ଆଣିବାର ଅଛି ବୁଝଛ ତ ନା सीबी ଆଣିବାର ଅଛି କ୍ଲୋଜିଂ ବାଲାନ୍ସ ଆଣିବାର ଅଛି ହେଲେ କ୍ଲୋଜିଂ ବାଲାନ୍ସ ଆଣିବା ପାଇଁ କ'ଣ କରୁଛୁ ଲାଷ୍ଟ ଇୟର ପରସେଣ୍ଟେଜ ପକଉଛୁ ହେଲେ ଏଇଠି सीबी କିନ୍ତି ଆଣିବା ଏ ଗୋଟେ ଧରିଦିଅ ସରିଲା ଆମେ ଟୋଟାଲ ଡାଟା ଥିଲା 35000 ऑलरेडी हेई सारथिबा डिस्काउंट ऑलरेडी हेतिबा बैड डेट सेटा कटेलु कि एबे फर्दर बैड डेट फर्दर डिस्काउंट कटेलु कटेचु ना नाही कटेई केते आसला 30000 पाका ना न एठू आ गोटे काटियार अछि एटा या पर जो डिस्काउंट आनु के 10% जो नैतिलु कि बैड डेट डिस्काउंट एटा काटि दार अछि एटा काटि देला हमर आसी केते 37000 कोन रे राइट ना 37000 खाली गोटे मन रखि दियो सब सेम आगा खाली प्रोविजन फॉर डिस्काउंट आइला बेलू परसेंटेज पकेला बेलू का ऊपर पकेबो ना आज्ञा कटा आइथिबो जो बैलेंस ता ताइबो ये जो डिस्काउंट मारबो प्रोविजन फॉर बैड डेट करथलो प्रोविजन माने स्टो आनथिलो सेटा काटि दार अछि सेटा काटि की हम ता ऊपर जेति की तारो 5% केते एटा 5000 ना बुझिलो ना हां से या ऊपर पकेओनी कटि पकेर अछि से कहिथियो तुम बुझिलो ना एटा या ऊपर पके 10% कहिथियो पर भाबी से कहले इमिति होबोनी से कहबो एटी परसेंटेज पकायर अछि नले कहि जनरली से कहि दबो जदि कहूनी से परसेंटेज कैलकुलेट करी करे अछि जेंति काटी कुटी लास्ट ईयर परसेंटेज काटी करे से परसेंटेज काटी या ऊपर पकेओ खाली कोन ए वर्ष का ऊपर पकेओ 35000 फर्दर बैड डेट फर्दर डिस्काउंट हो ये प्रोविजन फॉर बैड डेट कटी ता ऊपर परसेंटेज पकेओ क्लोजिंग बैलेंस पळाइला बुझछ त न एटी कोन पडियो ऑलरेडी हिथिबा डिस्काउंट प्लस फर्दर डिस्काउंट मिसी पड़ियो एटा टोटल डिस्काउंट पड़ियो टोटल डिस्काउंट वाले कोन ऑलरेडी प्लस फुर्धेर उच्च धन रेडी हां रेडी एटा भाई हेची बाबू आइंदा बंगार सल्ला रे हेली कोन सब बेले एपटा का पीएल अछि आसीबार मे नॉट बी like finally कर दोची provision for bad debt कोले finally provision for bad debt PFD provision for bad debt बुझछ त न मने करो लास्ट ईयर हेतिला 40000 हमर खुशी रे 4000 मने करो ओपनिंग 4000 पकेलो
ବୁଝଛ ନା ଏ ବର୍ଷ ବାବା ତମକୁ କହିଲେ ପିଟି ପକେଇ ପୁଣି ଏତେ କ୍ରେଡିଟ ଦବୁ ବୋଲି କ୍ରେଡିଟ ବ୍ୟାଟା କମେଇ ଦେଲ ବୋଲେ 30,000 ବୋଲ ୟା ଉପରେ କେତେ ପକେଇବ 10% ଆକା ଏଠି କେତେ ହେଲା 3,000 ବୁଝଛ ତ ନା ରାଇଟ୍ ନା ମନେ କର ଖାଲି 500 ଆକା ବ୍ୟାଡ୍ ଡେଟ୍ ହେଇଛି ବୋଲ ଖାଲି 500 ଆକା ବ୍ୟାଡ୍ ଡେଟ୍ ହେଇଛି ଭଲ ପିଲା ହେଇଗଲେ ସବୁ 500 ଆକା ବ୍ୟାଡ୍ ଡେଟ୍ ହେଇଛି ବେଲେ 4,000 ଏଇଠି ଓପନିଂ କ୍ଲୋଜିଂ କେତେ 3,000 ଏଇଠି ବ୍ୟାଡ୍ ଡେଟ୍ 500 ବେଲେ ଏବେ ବାଲାନ୍ସ ସିଟ୍ ଫିଗର କୋଉଠି ପଡ଼ିବ ଏପଟେ ପଡ଼ିବ ହଁ କଣ ପିଏଲ ଏଇଟା ବାହାରି ଗଲେ ଏପଟେ ପଡ଼ିବ ସେତିକି ଆଉ ହେଇଛି ଧନ ଜପ କଳି ସରିଲା